ଆଜି ଅଟି ରୋଡ ସ୍ଥିତ ଉଦ୍ୟୋଗ ଭବନରେ ଯୁବନେତା ତଥା ଯୁବ ବାଲେଶ୍ୱର ସଭାପତି ସିମନ ଦାସ ମହାପାତ୍ରଙ୍କ ଦ୍ୱାରା ବାଲେଶ୍ୱର ବିଭିନ୍ନ ସମୟରେ ରକ୍ତଦାତା ଭାବେ ହେଉ କିମ୍ବା ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ହେଉ ଆଗଧାଡିର 100 ଜଣ ଯୁବଯୋଦ୍ଧାଙ୍କୁ ରକ୍ତବୀର ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷ କରି କୋଭିଡ ସମୟରେ ଏବଂ ବାହାନଗା ରେଳ ଦୁର୍ଘଟଣା ହେଉ କିମ୍ବା ବିଭିନ୍ନ ସମୟରେ ଥାଲସେମିଆ ରୋଗୀକୁ ହେଉ ରକ୍ତର ଅଭାବ ସମୟରେ ଯୋଗାଇ ଦେଉଥିବା ରକ୍ତବୀରମାନଙ୍କୁ ଆଜି ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଏଭଳି ମହତ୍ କାମ ପାଇଁ ଯୁବକମାନଙ୍କୁ ଧନ୍ୟବାଦ ଦେବା ସହ ଆୟୋଜକଙ୍କ ସାଧୁ ଉଦ୍ୟମକୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ, କବି ପ୍ରଶାନ୍ତ ଦାସ, ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ଶ୍ରମିକ ନେତା ଶାନ୍ତନୁ ଦାସ, କୃଷକ ନେତା ଅଜୟ ସାମଲ, ବାଦଲ ଦାସ, ଯୁବ ନେତା ଭାଗବତ ସାହୁ, ଅସିତ ଦାସ, ପ୍ରବୀର ଦାସ, ସୀମନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଜୀବନ ରକ୍ତବୀର ଭାବେ ଆଗଧାଡିର ସମାଜସେବୀ ସାହିରୁଲ ହକ ଏବଂ ସମ୍ବାଦ ଆମ ଓଡ଼ିଶାର ଉତ୍ତର ଓଡ଼ିଶା ସଂଯୋଜକ ରଶ୍ମିଧର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଯୁବ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାଲେଶ୍ୱରରେ ରକ୍ତର ଅଭାବ ନ ହେବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସିମନ କହିଛନ୍ତି। ବିଶେଷ କରି ଖରା ଦିନରେ ଆମର ବାଲେଶ୍ୱର ଜିଲ୍ଲାରେ ପ୍ରାୟ ରକ୍ତ ସର୍ଟେଜ 20 ରୁ 25 ଜଣ ଲୋକ ଫୋନ କରୁଛନ୍ତି ଯେ ଜଳେଶ୍ୱରରୁ ଭାଇ ଜାଣିଛନ୍ତି, ଆମର କମଲ ଦାଦା ଜାଣିଛନ୍ତି, ସାର୍ ଜାଣିଛନ୍ତି ଜଳେଶ୍ୱରରେ ଲୋକର ତାର ଗୋଟେ ପୁଅ ଝିଅ 2 ଜଣ ଯାକ ଥାଲାସେମିଆ ରୋଗୀ। निश्चित भाव में समस्त धन्यवाद देवा निस्वार्थपर भाव में प्रचेषा कर साहय करने विशेषकर जीवन बचाई परिचित कराला। सिमन सागर मोर संपर्क पर बहुत सान मोटू किंतु सी जो जहाँ कै मत खोजे मु भावे जे मोर बोधे सब्स्टिट्यूट साहय करवा छिड़ा हवा शारीरिक भाव में आमर जे गजेंद्र अछि एडी सान भाई गजेंद्र सी भी जतबेले ताको कहले 4 जण 5 जण 10 जण हो जतबेले जते यूनिट दरकार संगे संगे कहले भी आनी से देई परछि। प्राय समस्त निज निज क्षेत्र करी बहुत युवक माने रक्तदान को आगे आछथि। एठी जो युवक माने आज बसचंदी माने एक्चुअली संवर्धना जे आज दिया जीवो तांको से संवर्धनार मूल्य आमर एठी बसथुआ युवक माने बहुत जानि ना।